କେହି ଆସିନାହାନ୍ତି ଏମାନେ ରୋଷେଇ କରୁଛନ୍ତି। ତୁ ଯାଉନୁ ସେଠି ଆଣୁ ତା ପାଖରେ ଦେଇ ପରିବା କାଟୁଛି ବସିକି। ରହେ ମା ପରି କ'ଣ କରୁଛ? ଆଜି କ'ଣ ବଡ଼ ବୋଉ? ଆଜି ମୋ ଶାଶୁ ଶ୍ରାଦ୍ଧ। ହଁ ମୋ ଶାଶୁ ବା ମୋ ଶାଶୁ ଶ୍ରାଦ୍ଧ ଆଜି ମଝିଆ ମା ଶ୍ରାଦ୍ଧ। ପିଣ୍ଡ ଦେଇ ସାରିଲୁଣି? ବଡ଼ ବାପା ପିଣ୍ଡ ଦେଇ ସାରିନି? ତୁ କ'ଣ ଜାଣିଛୁ ମୋଠୁ? ମୁଁ ଏତେ ନାତୁଣି ଜାଣିନି କି? ଡାଲମା ହଉଛି। ଡାଲମାଟା ଦେଖିବା ବଢିଆ ଦେଖାଯାଉଛି। ପରିମାଣରେ ଡାଲମା ଯେହେତୁ ଥିଲା ମୁଁ ଭାବିଲି ଆପଣଙ୍କ ସହିତ ରେସିପି ଟିକେ ସେୟାର କରିଦେବି, କିନ୍ତୁ ସେଠୁ ମାନେ ବାହାର କଥାବାର୍ତ୍ତାଟା ଅଧିକା ଶୁଭୁଥିଲା, ଭାବିଲି ଏଇଠି ଭଏସ୍ ଓଭର କରିଦେବି ଆପଣଙ୍କ ପାଇଁ। ତ ଡାଲମାଟା ଦେଖିପାରୁଥିଲେ ସିଝା ହେଇକି ରହିଯାଇଛି ସବୁ ପରିବା ସହିତ, ଡାଲି ବି ଅଲଗା ସିଝା ହେଇକି ରହିଯାଇଛି। କଢ଼ାରେ ମାନେ ତେଲରେ ପଞ୍ଚ ଫୁଟଣ, ଜିରା, ଶୁଖିଲା ଲଙ୍କା, ତେଜପତ୍ର ଟିକେ ଅଧିକା କରି ପକାଇବେ, ଯେହେତୁ ଡାଲମା ବହୁତ ଅଧିକା ଅଛି। ତ ପକାଇଲା ପରେ ହେଙ୍ଗୁ ଟିକେ, ଅଦା ଛେଚା, ଯେହେତୁ ବିନା ପିଆଜ ରସୁଣ ଡାଲମା ଏଇଟା ଥିଲା ତ ଦେଖାଇ ଦେଇଛି, ମୁଁ କହିଦେଉଛି ଆପଣମାନଙ୍କୁ। ଏଇଭଳି ଭାବରେ ଡାଲମା ବହୁତ ପରିମାଣରେ ଥିଲେ କରିଲେ ବହୁତ ଟେଷ୍ଟ ଲାଗେ। ଆମର ସେଦିନ ବହୁତ ଟେଷ୍ଟ ହେଇଥିଲା। ତ ଟମାଟୋ କଟା ସିଝାରେ ପକାଇ ନଥିବେ, କଟା ରଖିଥିବେ, ତା ଦେହରେ ପକାଇକି ତେଲରେ ଭାଜିଦେବେ ଭଲ ଭାବରେ। କସ୍ତୁରୀ ମେଥି ଟିକେ ଦେଇଦେବେ। ସବୁ ପ୍ରକାର ମସଲା ଗୁଣ୍ଡ ଆମର ଦେଇଦେବେ, ଯେମିତି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସବୁ ପ୍ରକାର ମସଲା ଗୁଣ୍ଡ ଦେଇଦେବେ। ତ ଦେଇକି ତାକୁ ଭଲ ଭାବରେ କଷିଦେବେ। ଟମାଟୋ ଯେହେତୁ କଞ୍ଚା ଅଛି ଟିକେ କଷିଦେବେ ଭଲ ଭାବରେ। କଷି ହେଲା ପରେ ଡାଲମା ସିଝା ହେଇକି ଅଛି, ଆଉ ମାନେ ଡାଲିଟା ବି ପୁରା ସିଝା ହେଇକି ଅଛି। ତାକୁ ଅଲଗା ଅଲଗା ସିଝେଇ ରଖିଦେଇଥିବେ। ମାନେ ଗୋଟେ ହାଣ୍ଡିରେ ବି ଡାଲି ଟିକେ ସିଝିଲା ପରେ ପରିବା ପକାଇ ପୁରା ସିଝେଇ ରଖିପାରିବେ। ପରିବା ଗୁଡ଼ା ସବୁ ଭଜା ହେଇକି ସିଝା ହେଇଛି। ମୁଁ ଗଲାବେଳକୁ ସେଇଟା ଅଲରେଡ଼ି ହେଇସାରିଥିଲା, ମୁଁ ଆଉ ଭିଡ଼ିଓ ନେଇପାରିନି। ଯେଉଁ ପରିବା ଗୁଡ଼ା ସବୁ ଭଜା ହେବା ଦରକାର ତେଲରେ ଭଜା ହେଇଯାଇଛି, ଯିଏ ସିଝା ହେବା କଥା ଡାଲିରେ ସିଝା ହେଇକି ରହିଯାଇଥିଲା। ତାର ଛୁଙ୍କଟା ମୁଁ ଦେଖି ଦେଇଛି ଆପଣଙ୍କୁ, ଏମିତି ଛୁଙ୍କ ଦେବେ, ବଢ଼ିଆ ଟେଷ୍ଟ ଲାଗିବ। ଆଉ ଅଧିକା ଡାଲମା କଲେ ଏଇଭଳିଆ ଉପାୟରେ କଲେ ଆପଣ ଶୀଘ୍ର କରିପାରିବେ। ତ ଡାଲମାରେ ଆଉ ହାଣ୍ଡି ଯେହେତୁ ମାନେ ଓଜାରି ହେବନି, ଏତେ ବଡ଼ କଢ଼ା ମାନେ ଏତେ ଡାଲମା ଥିଲା, ତ ହାଣ୍ଡିଟାକୁ ଚୁଲିରେ ବସାଇକି ସେଥିରେ ଛୁଙ୍କଟାକୁ ଡାଇରେକ୍ଟ ଓଜାଡ଼ି ଦେବେ, ଯେମିତି ଆମର ଭୋଜିରେ ହୁଏ, ପୂଜାରୀମାନେ ବି ଏମିତି କରନ୍ତି। ତ ସେମିତି କରିକି ଓଜାଡ଼ି ଦେବେ। ତାପରେ ଡାଲି ମାନେ ପରିବା ସବୁ ସେ ଛୁଙ୍କରେ ଓଜାରିକି ଟିକେ ସମୟ ଚୁଲିରେ ତ ବହୁତ ଟେଷ୍ଟ ଲାଗେ। ଆଉ ଆପଣମାନେ ଏମିତି ଥରେ କରିବେ, ବଢ଼ିଆ ଟେଷ୍ଟ ଲାଗିବ। ସମସ୍ତେ କରୁଥିବେ, ତଥାପି ମୁଁ ଟିକେ ପ୍ରୋସେସ୍ ଆପଣଙ୍କୁ ଦେଖାଇବାକୁ ଚେଷ୍ଟା କରିଛି। ଦେଇଦେବେ। ଲାଷ୍ଟକୁ ପୁରା ଟିକେ ଫୁଟି ଆସିଲେ ଧନିଆ ପତ୍ର, ଜିରା, ଲଙ୍କା ଗୁଣ୍ଡ, ସେଇଟା ତ ମେନ୍ ମାନେ ଅରୁଆ ଡାଲମାରେ, ମାନେ ବିନା ପିଆଜ ରସୁଣ ଡାଲମାରେ ହଉ, ଯେଉଁଥିରେ ଧନିଆ ପତ୍ର ପକାଇଲେ ବହୁତ ଟେଷ୍ଟ ଲାଗେ। ଧନିଆ ପତ୍ର, ଜିରା, ଲଙ୍କା ଗୁଣ୍ଡ ଦେଇକି ତାକୁ ଘୋଡ଼େଇକି ରଖିଦେବେ। ଏମିତିକି ମୁଁ ତ ଆପଣଙ୍କୁ ଭିଡ଼ିଓରେ ଅଲରେଡ଼ି ଆପଣ ଦେଖିସାରିବେନି। ମଝିଆ ମାଆର ଶ୍ରାଦ୍ଧ ଥିଲା, ମୁଁ ଘରକୁ ଯାଇଥିଲି। ମୁଁ କିଛିଟା ମୋମେଣ୍ଟ କ୍ୟାପଚର୍ କରିଛି, ଯେତିକି ମୁଁ ଆପଣଙ୍କୁ ସେୟାର କରିବାକୁ ଚାହୁଁଥିଲି, ମୋର ମାନେ ମେମୋରି ହିସାବରେ ବି ରଖିବାକୁ ଚାହୁଁଥିଲି। ତ ଫ୍ୟାମିଲି ସାଙ୍ଗରେ ଏମିତି କିଛି ଛୋଟ ଛୋଟ ମୁହୂର୍ତ୍ତ ବହୁତ ଭଲ ଲାଗେ। ଆଉ ପଛରେ ବି ଭିଡ଼ିଓ ଦେଖିଲେ ବହୁତ ଭଲ ଲାଗେ। ତ ସମସ୍ତେ ହେଇସାରିଲା ପରେ ରେଡ଼ି, ଆମେ ଖାଇବାକୁ ବସି ଯାଇଥିଲୁ। ସମସ୍ତେ ଆମର ମଝିଆ ମା' ଘର, ସମସ୍ତେ ଆମ ଘରେ, ଏଇଟା ବାପ ଘର ମୋର। ତ ସମସ୍ତେ ବସି ଯାଇଥିଲୁ। ଅଲଗା କିଛି ଆଇଟମ୍ ହେଇଥିଲା, ମୁଁ ପହଞ୍ଚିଲା ବେଳକୁ ସବୁ ରେଡ଼ି ହେଇଯାଇଥିଲା। କଦଳୀ ଭଜା ତ ଆମର ଶ୍ରାଦ୍ଧରେ ହୁଏ, କଦଳୀ ଆଳୁ ଭଜା, ଶାଗ ଭଜା, ଖେଚୁଡ଼ି, ଦେଇ ପିଣ୍ଡି, ସେଗୁଡ଼ା ସବୁ ହେଇଥିଲା। ଆଉ ଆମ ପାଇଁ ଟିକେ ବଢ଼ି, ବାଦାମର ଚୂଡ଼ା, କାକୁଡ଼ି, ସାଲାଡ଼, ପାମ୍ପଡ଼, ଏମିତି ସବୁ ହେଇଯାଇଥିଲା। ଆମ୍ବ ସିଜିନ୍ ଆମ୍ବ, ଏମିତି ମୋର ମାନେ ଛୋଟ ଖୁସିଟେ ଆପଣଙ୍କୁ ସେୟାର କରିଛି। ଭାବୁଛି ଭିଡ଼ିଓଟି ଭଲ ଲାଗିଥିବ। ରହୁଛି, ନମସ୍କାର, ଜୟ ଶ୍ରୀ ଜଗନ୍ନାଥ।